শ্রী গুরু শরণম নমঃ। ওম নমো ভগবতে বাসুদেবায়। ওম নমো পরমাত্মনে। হরে মুরারে মধুকৈটভারে গোবিন্দ গোপাল মুকুন্দ সৌরে যজ্ঞেশ নারায়ণ কৃষ্ণ বিষ্ণু নিরাশ্রয় মাং জগদীশ রক্ষ। নিরাশ্রয় মাং জগদীশ রক্ষ। নিরাশ্রয় মাং জগদীশ রক্ষ। ଆଜି ପବିତ୍ର ଶୁଭ ଅବସରରେ ପ୍ରାତଃକାଳରେ ଆଜି ଆମେ ସତ୍ସଙ୍ଗ ମାଧ୍ୟମରେ ଅନେକ କଥା ଆଲୋଚନା କରିସାରିବା ପରେ ଶାସ୍ତ୍ରର ମହତ୍ତ୍ୱକୁ ଉପଲବ୍ଧି କରି କିଭଳି ଭାବରେ ଆମ ଜୀବନରେ ଆମେ ଶାସ୍ତ୍ରକୁ ଅଧ୍ୟୟନ କରିବା ଏବଂ ଶାସ୍ତ୍ରକୁ ଅଧ୍ୟୟନ କରି ଶାସ୍ତ୍ରକୁ କିଭଳି ଭାବରେ ଆମ ଜୀବନଚର୍ଯ୍ୟା ଭିତରେ ଆମେ ପ୍ରତିପାଦିତ କରି ଆମେ ସେହି ନିୟମ ନିଷ୍ଠା ଅନୁସାରେ ନିଜକୁ ପରିଚାଳିତ କରି ଆମ ଜୀବନକୁ ସାର୍ଥକ ଧନ୍ୟ କରିପାରିବା, ସେହି ବିଷୟରେ ଆଲୋଚନା କରାଯାଉଛି। ଏବଂ ଆମ ସନାତନ ଧର୍ମରେ ଅନେକ ଶାସ୍ତ୍ରର ଅବତାରଣା କରାଯାଇଛି। ସେଥିମଧ୍ୟରୁ ମୌଳିକ ଶାସ୍ତ୍ର ଭାବରେ ଆମ ସନାତନ ଧର୍ମରେ ବେଦର ପ୍ରାଧାନ୍ୟ ରହିଛି। କାରଣ ଆମ୍ଭମାନଙ୍କର ମୂଳ ଗ୍ରନ୍ଥ ବା ମୂଳ ଶାସ୍ତ୍ର ହେଉଛି ବେଦ। ବେଦ ଅର୍ଥ ହେଉଛି ଜ୍ଞାନ, ଅର୍ଥାତ୍ ଯେଉଁଥିରେ ସମସ୍ତ ଜ୍ଞାନ ସ୍ଥିତ ଅଛି ଏବଂ ଯେଉଁ ଜ୍ଞାନ ଦ୍ୱାରା ଆମ୍ଭମାନଙ୍କର ସମସ୍ତ ଅଜ୍ଞାନତା, ଆମମାନଙ୍କ ଭିତରେ ଥିବା ସମସ୍ତ ଯେଉଁ ଭୁଲ ବୁଝାବଣା ରହିଛି, ଆମେ ଯେଉଁ କଥା ଜାଣିପାରୁନେ ଜାଣିନେ ବା ଆମେ ଯାହାକୁ ସାଂସାରିକ ଜୀବନ ଭିତରେ ବା ଆମେ ଯାହାକୁ ଇହ ଜଗତରେ ଠିକ୍ ବୋଲି ଭାବୁଛେ ଏବଂ ବିଷୟ ସୁଖର ବଶବର୍ତ୍ତୀ ହୋଇ ଆମେ ଯେଉଁ ବିଷୟ ଆଡ଼କୁ ସତତ ଧାବିତ ହେଉଛେ ଏବଂ ଆମ୍ଭମାନଙ୍କର ଆତ୍ମତତ୍ତ୍ୱ ବା ଆତ୍ମଜ୍ଞାନ ଅବଗତ ହୋଇପାରୁନାହିଁ। ପ୍ରତ୍ୟେକ ଶାସ୍ତ୍ରମାନେ ସେହି ଭ୍ରମ ପ୍ରମାଦକୁ ଦୂର କରି ଆମ୍ଭମାନଙ୍କର ଆତ୍ମଜ୍ଞାନକୁ ବଳିଷ୍ଠ କରିବା ପାଇଁ ବା ଆମେ ଯେ ଶରୀର ନୁହେଁ, ଆମେ ଶରୀର ବା ଆତ୍ମା, ଯାହା ବାହାରକୁ ଦେଖାଯାଉଛି ଏ ବିଷୟ ସଂସାର ଭିତରେ ବହିର୍ମୁଖ ଭାବରେ ଆମେ ଯାହା କିଛି ଅବଲୋକନ କରୁଛେ ତାହା ମାୟା ପ୍ରପଞ୍ଚ ଦ୍ୱାରା ପ୍ରତୀତ ହେଉଛି ଏବଂ ସେହି ମାୟା ପ୍ରପଞ୍ଚର ମଧ୍ୟରେ ଅନ୍ତର୍ନିହିତ ଭାବରେ ଭଗବତ ସତ୍ତା ଚେତନ ରୂପରେ ବିଦ୍ୟମାନ ଅଛି। ବାହାରେ ଯେଉଁ ମାୟା ପ୍ରପଞ୍ଚ ଦେଖାଯାଉଛି ତାହା ମଧ୍ୟ ଭଗବତ ସତ୍ତା ହେଲେ ମଧ୍ୟ ତାହା ହେଉଛି କ୍ଷଣିକ, ଅଳିକ ଏବଂ ନିକୃଷ୍ଟ ଅଟେ। ଏବଂ ଯେଉଁ ସତ୍ତାକୁ ଆମେ ସମସ୍ତେ ସହଜରେ ସୁଲଭ ଭାବରେ ପ୍ରାପ୍ତ ହେଉଥିଲେ ମଧ୍ୟ ତାହା କ୍ଷଣିକ, ଅଳିକ ଏବଂ ମାୟା ପ୍ରପଞ୍ଚ ହୋଇଥିବାରୁ ତାହା ଦୁଃଖର କାରଣ ଅଟେ। ଯାହା କ୍ଷଣସ୍ଥାୟୀ ବା ଯାହା ଅଳ୍ପ ତାହା ହେଉଛି ଦୁଃଖଦାୟକ। ଯାହା ଭୂମା ଏବଂ ଯାହା ହେଉଛି ବ୍ୟାପ୍ତ, ଯାହା ପର୍ଯ୍ୟାପ୍ତ, ଯାହା ହେଉଛି ଅନନ୍ତ, ତାହା ହେଉଛି ସୁଖଦାୟକ। ସାମାନ୍ୟ ଦୁଃଖକୁ ଅନୁଭବ କରିବାକୁ ଯାଇ ବା ପ୍ରାପ୍ତ ହେବାକୁ ଯାଇ ଆମେ ଅନେକ ଦୁଃଖର ସମ୍ମୁଖୀନ ହୋଇଥାଉ ଏବଂ ତାହା ହେଉଛି ଏହି ସାମାନ୍ୟ ସୁଖ ପ୍ରାପ୍ତିର କାରଣ। ତେଣୁ ଆମେ କିଭଳି ଭାବରେ ସାମାନ୍ୟ ଭାବରେ ଯେଉଁ ବିଷୟ ସୁଖ, ଯାହା ଇନ୍ଦ୍ରିୟ ଗ୍ରାହ୍ୟ, ଯାହା ଇନ୍ଦ୍ରିୟମାନଙ୍କ ଦ୍ୱାରା ଗ୍ରହଣ ହୁଏ ଏବଂ ଇନ୍ଦ୍ରିୟମାନଙ୍କର ଭୋଗ୍ୟ ହିସାବରେ ଯାହା ସୁଖଦାୟକ ହୁଏ, ତାହା କେବେ ହେଲେ ଅନ୍ତର୍ନିହିତ ସୁଖ ହୋଇ ନପାରେ। ଇନ୍ଦ୍ରିୟମାନେ ସଦା ଚଞ୍ଚଳ ହୋଇଥିବାରୁ ଏବଂ ଗୋଟିଏ ସୁଖକୁ ଆସ୍ୱାଦନ କରିସାରିବା ପରେ
ସେଥିରୁ ନିବୃତ୍ତ ହୋଇ ପୁନଃ ଅନ୍ୟ ସୁଖ ପଛରେ ଧାବିତ ହୁଅନ୍ତି। କାରଣ ସେଥିରେ ତୃଷ୍ଣା ଆସେ ଏବଂ ତୃଷ୍ଣାରୁ ସେହି ସୁଖକୁ ପ୍ରାପ୍ତ ହେବା ପାଇଁ ସେ ସତତ ଧାବିତ ହୁଅନ୍ତି ଏବଂ ଯେତେବେଳେ ସେ ସୁଖଟି ପ୍ରାପ୍ତ ହୁଏ ପୁନଃ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼େ ବିତୃଷ୍ଣା ଆସେ। ବିତୃଷ୍ଣା କାରଣରୁ ତାହାକୁ ଗ୍ରହଣ କରିବାକୁ ଇଚ୍ଛା ହୁଏ ନାହିଁ, ଯଦି ବା ଗ୍ରହଣ ହୁଏ ତାହା ଦୁଃଖଦାୟକ ହୁଏ। ସେଥିପାଇଁ ନୂତନ ନୂତନ ସୁଖ ବାରମ୍ବାର ତୃଷ୍ଣା ଦ୍ୱାରା ନୂତନ ନୂତନ ସୁଖକୁ ଆସ୍ୱାଦନ କରିବା ପାଇଁ ଇନ୍ଦ୍ରିୟମାନେ ସତତ ଧାବିତ ହେଉଥାନ୍ତି। ପୁନଃ ସେଥିରୁ ବିରତ ହୁଅନ୍ତି, ବିତୃଷ୍ଣା ଆସେ, ପୁନଃ ନୂତନ ସୁଖ, ପୁଣି ପୁନଃ ସେ ସୁଖରୁ ବିତୃଷ୍ଣିତ ହୋଇ ନୂତନ ସୁଖ, ଏଇଭଳି ଭାବରେ ସୁଖ, ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ। এই ମନୁଷ୍ୟ ଜୀବନର ଯେଉଁ ମୂଲ୍ୟବୋଧ, ଯେଉଁ ଜୀବନର ଅବଧି, ଯାହାର କୌଣସି ସୀମା ନାହିଁ, ଯାହା କୌଣସି ମୁହୂର୍ତ୍ତରେ ବି ଏଇ ଯେଉଁ ଶରୀରଟିକି ଆମେ ଇନ୍ଦ୍ରିୟ ମାଧ୍ୟମରେ ଧାରଣ କରିଛେ ବା ଇନ୍ଦ୍ରିୟପୂର୍ଣ୍ଣ ଯେଉଁ ଶରୀରଟି ଅଛି, ସ୍ଥୂଳ ସୂକ୍ଷ୍ମ ଶରୀର, ଏ କୌଣସି ମୁହୂର୍ତ୍ତରେ ବି ଏହା ନଷ୍ଟ ହୋଇଯାଇପାରେ। ତେଣୁ ଶରୀରଟି ନଷ୍ଟ ହୋଇଯିବା ପୂର୍ବରୁ ଆମ ମଧ୍ୟରେ ଯେଉଁ ବୁଦ୍ଧି ଅଛି, ବିବେକ ଅଛି, ଜ୍ଞାନ ଅଛି, ପ୍ରକୃତ ସେଇ ବୁଦ୍ଧି ବିବେକ ଜ୍ଞାନକୁ ବା ସେଇ ବୁଦ୍ଧି ବିବେକ ଜ୍ଞାନ ମାଧ୍ୟମରେ ଆମର କ'ଣ ପ୍ରାପ୍ତି ଆବଶ୍ୟକ ରହିଛି, ଆମେ ସେଇ ବୁଦ୍ଧି ବିବେକ ଜ୍ଞାନକୁ ପ୍ରୟୋଗ କରି ଆମେ କେଉଁ ବିଷୟକୁ ବା କ'ଣ ଜାଣିବାର ଆବଶ୍ୟକ ରହିଛି, ଯାହାକୁ ଜାଣିଲେ ଆମେ ଇହ କାଳରେ ତ ସୁଖ ପ୍ରାପ୍ତ ହେବା, ଆମର ଭବବନ୍ଧନ ମୁକ୍ତ ହେବ, ଅର୍ଥାତ୍ ଆମେ ଆଉ ଏ ମାୟା ପ୍ରପଞ୍ଚ ଜଗତରେ ବା ମାୟା ଦ୍ୱାରା ଆକର୍ଷିତ ହୋଇ ମାୟାକୁ ଗ୍ରହଣ କରିବା ପାଇଁ ଯେଉଁ ଜୀବନର ମୂଲ୍ୟବୋଧକୁ ଭୁଲି ଯାଇ ଆମେ ସମସ୍ତ ସମୟ ସେଥିରେ ବିନିଯୋଗ କରୁଛେ ଏବଂ ପରିଣତିରେ ଆମେ ସେଥିରୁ ପ୍ରକୃତ ସୁଖ ପାଇପାରୁନେ ଏବଂ ପରବର୍ତ୍ତୀ ଅବସ୍ଥାରେ ଅତୃପ୍ତ ହୋଇ ଆମର ଦେହତ୍ୟାଗ କରୁଥିବାରୁ ସେହି ଅତୃପ୍ତ ବା ତୃଷ୍ଣିତ ଆତ୍ମାଟି ପୁନଃ ପୁନଃ ଶରୀର ଧାରଣ କରିବା ପାଇଁ ପ୍ରୟାସ ହେଉଛି। ଫଳରେ ଆମେ ବାରମ୍ବାର ପୁନରପି ଜନମ ପୁନରପି ମରଣ ପୁନରପି ଜନନୀ ଜଠରେ ଶୟନ ଜାତସ୍ୟ ହି ଧ୍ରୁବର ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟତ, ଆମେ ବାରମ୍ବାର ସେଇ ଜନ୍ମ ମୃତ୍ୟୁ ଚକ୍ରରେ ସମସ୍ତେ ପତିତ ହେଉଛେ ବା ଆମେ ସେଇ ଜନ୍ମ ମୃତ୍ୟୁ ଚକ୍ର ମଧ୍ୟରେ ଆସୁଛେ ଯାଉଛେ ବା ଜନ୍ମ ହେଉଛେ ମୃତ୍ୟୁ ହେଉଛେ, ଏଇଭଳି ଭାବରେ ନାନାଦି ଦୁଃଖ କଷ୍ଟ ଆମେମାନେ ଭୋଗ କରୁଛେ। ସେଥିମଧ୍ୟରୁ ମୁଖ୍ୟତଃ ଆଧ୍ୟାତ୍ମିକ, ଅଧିଦୈବିକ, ଅଧିଭୌତିକ ଦୁଃଖ, ତାପତ୍ରୟ ବୋଲି ଯାହାକୁ କୁହାଯାଉଛି ଏବଂ ଜନ୍ମ ମୃତ୍ୟୁ ଜରାବ୍ୟାଧି, ମାତୃଗର୍ଭରେ ରହି ଜନ୍ମ ହେବା ଏବଂ ଜନ୍ମ ହୋଇସାରିବା ପରେ ନାନା ବ୍ୟାଧିରେ ଆକ୍ରାନ୍ତ ହୋଇ ଦୁଃଖ ଗ୍ରହଣ କରିବା, ପରବର୍ତ୍ତୀ ଅବସ୍ଥାରେ ଜରାରେ ନିପତିତ ହେବା ଅର୍ଥାତ୍ ବାର୍ଦ୍ଧକ୍ୟ ପ୍ରାପ୍ତ ହେବା, ବାଲ୍ୟ ସରିଯାଏ, ଯୌବନ ସରିଯାଏ, ଆସେ ବାର୍ଦ୍ଧକ୍ୟ, ସେଥିରେ ମହାଦୁଃଖ, ଇନ୍ଦ୍ରିୟମାନେ ଶିଥିଳ ହୋଇଯାଆନ୍ତି, କର୍ମଠ ହୁଅନ୍ତି ନାହିଁ, ଆମର ସମସ୍ତ ଆକାଂକ୍ଷା ନିଷ୍ଫଳ ହୁଏ ବାର୍ଦ୍ଧକ୍ୟ ଅବସ୍ଥାରେ, ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁ ଆସେ। ତାହା ମଧ୍ୟ ହେଉଛି ଏକ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି। ଆମଠାରୁ ପ୍ରିୟଜନମାନେ ଯଦି ମରିଯାଆନ୍ତି ସେଥିପାଇଁ ଦୁଃଖ, ବା ନିଜେ ଦେହ ତ୍ୟାଗ କଲେ ମଧ୍ୟ ଶରୀର ତ୍ୟାଗ ଅବସ୍ଥାରେ ଦୁଃଖ ଆସେ। କାରଣ ଯେଉଁ ଶରୀରକୁ ଆମେ ଏତେ ଦିନ ପର୍ଯ୍ୟନ୍ତ ଧାରଣ କରିଥିଲେ, ଯାହା ମାଧ୍ୟମରେ ଆମେ ସୁଖର ଅନୁସନ୍ଧାନ କରୁଥିଲେ, ତାକୁ ଆଜି ଆମକୁ ଛାଡ଼ିବାକୁ ପଡ଼ୁଛି। ସେଥିପାଇଁ ଶରୀରକୁ ନେଇ ଯେଉଁ ସୁଖ ଦୁଃଖର ଅନୁସନ୍ଧାନ କରାଯାଉଛି ତାହା ବିଫଳ ହେଉଅଛି। ସେଥିପାଇଁ ପ୍ରତ୍ୟେକ ଶାସ୍ତ୍ର ଆମ୍ଭମାନଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ଯେ ଆମ୍ଭେମାନେ ଯେଉଁ ବେଦ ବୋଲି କହୁଛେ, ମୂଳ ଶାସ୍ତ୍ର, ବେଦ ଅର୍ଥ ହେଉଛି ଜ୍ଞାନ, ସେଥିରେ ଯେଉଁ ଜ୍ଞାନ ଅଛି ସେ ଜ୍ଞାନକୁ ଆମେ ବିଭାବିତ କରିପାରିବା। ଗୋଟିଏ ପ୍ରକାର ଜ୍ଞାନ ହେଉଛି କର୍ମକାଣ୍ଡ ଜନିତ ଜ୍ଞାନ। ଆମେମାନେ କିଭଳି ଭାବରେ କୌଣସି କର୍ମକାଣ୍ଡ ଆଦି ବା କୌଣସି କର୍ମ କରି ପୂଜା ଉପାସନା ଜପ ଏବଂ ଯଜ୍ଞ ଆଦି କୌଣସି କର୍ମ କରି କିଭଳି ଭାବରେ ତା'ର ଫଳସ୍ୱରୂପ ଆମେ ସ୍ୱର୍ଗ ଆଦି ସୁଖ ଇନ୍ଦ୍ରପଦ ଆଦି ପ୍ରାପ୍ତ ହୋଇ ସ୍ୱର୍ଗ ଲଳନାମାନଙ୍କୁ ଏବଂ ପାରିଜାତ ପୁଷ୍ପଠାରୁ ଆରମ୍ଭ କରି ମନ୍ଦାକିନୀ ରଜ ପର୍ଯ୍ୟନ୍ତ ଯାହା ଉପଭୋଗ୍ୟ ଅଛି, ସବୁଠାରୁ ଶ୍ରେଷ୍ଠ ଉପଭୋଗ ପଦାର୍ଥ ସ୍ୱର୍ଗୀୟ ଉପଭୋଗ୍ୟ, ତାକୁ କେମିତି ଆମେ ଭୋଗ ଭାଗ୍ୟ କରିବା, ସେଇ ପଛରେ ଧାବିତ ହେବା। ସେହି ପ୍ରକାରର ଯେଉଁ ଜ୍ଞାନ ଗୁଡ଼ିକ ବେଦରେ ଅଛି, ସେଥିରେ 80,000 ଋଚାବା ତାହା ହେଉଛି ମନ୍ତ୍ର
এবং ସେ ମନ୍ତ୍ର 80,000 ହେଉଛି କର୍ମକାଣ୍ଡ ଜନିତ, ତାହା ହେଉଛି ଜନ୍ମ କର୍ମ ଫଳଦାୟକ। ଆମେ ସେ କର୍ମ କରିବା, ସେ ଭୋଗ କରିବା, ଭୋଗରେ ତୃଷ୍ଣା ଅଛି, ବିତୃଷ୍ଣା ଅଛି, ବାରମ୍ବାର ସେ ଭୋଗର ବାସନା ଆମ ଭିତରେ ରହୁଥିବାରୁ ଆମକୁ ବାରମ୍ବାର ଏ ସଂସାର ଭିତରକୁ ଶରୀର ଧାରଣ କରି ଆସିବାକୁ ପଡ଼ୁଛି, କାରଣ ଭୋଗର ତୃଷ୍ଣା। ଆଉ ଗୋଟିଏ ସେ ଯେଉଁ ଲକ୍ଷେ ଯେଉଁ ବେଦରେ ରହିଛି ମନ୍ତ୍ର, ସେଥି ମଧ୍ୟରୁ 80,000 ଗଲା ତ କର୍ମକାଣ୍ଡ ବାବଦରେ, 16,000 ହେଉଛି ଉପାସନା କାଣ୍ଡ, ଏବଂ ସେଥିମଧ୍ୟରେ ସେ ଆଉ ଯେଉଁ ରହିଲା ଅବଶିଷ୍ଟ 4,000 ରହିଲା ତାହା ହେଉଛି ଜ୍ଞାନକାଣ୍ଡ। ବେଦର ମୁଖ୍ୟ ପରିଭାଷା ବା ବେଦର ମୁଖ୍ୟ ଲକ୍ଷ୍ୟ ହେଉଛି ସେ ଜ୍ଞାନକାଣ୍ଡ, ଅର୍ଥାତ୍ ଯେଉଁଥିରେ ବ୍ରହ୍ମଜ୍ଞାନ ବା ଆତ୍ମଜ୍ଞାନ ରହିଛି, ଯାହା ଆମେ ଇନ୍ଦ୍ରିୟ ଦ୍ୱାରା ଗ୍ରାହ୍ୟ ହୋଇପାରୁନାହିଁ, ଯାହା ଆମର ଇନ୍ଦ୍ରିୟ ମାଧ୍ୟମରେ ଗ୍ରାହ୍ୟ ହୋଇପାରୁନାହିଁ, ସେ ଜ୍ଞାନକୁ ଆମେ ଉପଲବ୍ଧ କରିପାରୁନାହାନ୍ତି। ଆମର ଯେଉଁ ପଞ୍ଚ ଜ୍ଞାନେନ୍ଦ୍ରିୟ ଅଛି, ଚକ୍ଷୁ ଅଛି, କର୍ଣ୍ଣ ଅଛି, ନାସା ଅଛି, ତ୍ୱକ ଅଛି, ଜିହ୍ୱା ଅଛି, ଅର୍ଥାତ୍ ଆମେ ଏଇ ପଞ୍ଚ ଜ୍ଞାନେନ୍ଦ୍ରିୟ ଦ୍ୱାରା ସମସ୍ତ ଜ୍ଞାନକୁ ପ୍ରାପ୍ତ ହେଉ ବା ପ୍ରତ୍ୟେକ ବିଷୟରେ ଆମକୁ ଜ୍ଞାନ ଲାଭ ହୁଏ। କିନ୍ତୁ ଯଦି ସେଇ ବ୍ରହ୍ମ ବା ଆତ୍ମା ଇନ୍ଦ୍ରିୟ ବିଷୟକ ନୁହନ୍ତି ବା ଇନ୍ଦ୍ରିୟ ଦ୍ୱାରା ଗ୍ରାହ୍ୟ ନୁହନ୍ତି, ତାହେଲେ କୌଣସି ଇନ୍ଦ୍ରିୟ ଦ୍ୱାରା ତାଙ୍କୁ ଆଖିରେ ଦେଖି ହେବ ନାହିଁ, ବା ସେହି ବ୍ରହ୍ମ ବା ଆତ୍ମାଙ୍କୁ କେବେ ହେଲେ ତାଙ୍କର କୌଣସି ଶବ୍ଦକୁ କର୍ଣ୍ଣ ଦ୍ୱାରା ଶ୍ରବଣ କରାଯାଇକି ସେ ବ୍ରହ୍ମକୁ ଅନୁଭବ କରାଯାଇପାରିବ ନାହିଁ, ବା କୌଣସି ଶବ୍ଦ ବ୍ରହ୍ମ ଅର୍ଥାତ୍ କୌଣସି ବାକ୍ୟ ଦ୍ୱାରା ତାଙ୍କୁ ଅନୁଭବ କରାଯାଇପାରିବ ନାହିଁ। ଅର୍ଥାତ୍ କୌଣସି କଥାରେ ବା ପ୍ରବଚନ ନାୟନ ଆତ୍ମା ପ୍ରବଚନେନ ଲଭ୍ୟ, କୌଣସି ପ୍ରବଚନ ଦ୍ୱାରା ବା କାହାଠାରୁ ଆମେ ସେ ବିଷୟରେ ଶୁଣିକି ମଧ୍ୟ ଭଲ ଭାବରେ ଅବଗତ ହୋଇପାରିବା ନାହିଁ। ଏବଂ ସ୍ପର୍ଶ କରି, ଯେହେତୁ ତାଙ୍କର କୌଣସି ଇନ୍ଦ୍ରିୟ ନାହିଁ ବା ଶରୀର ନାହିଁ, ତାଙ୍କୁ ସ୍ପର୍ଶ କରି ମଧ୍ୟ ତାଙ୍କୁ ଅନୁଭବ କରାଯାଇପାରିବ ନାହିଁ। ସ୍ୱାଦ ଅର୍ଥ, ଯେହେତୁ ସେ ହେଉଛନ୍ତି ନିର୍ଗୁଣ, ସିଏ ହେଉଛନ୍ତି ତାଙ୍କର କୌଣସି ସ୍ୱାଦ ନାହିଁ, ତାଙ୍କୁ ସେଭଳି ଭାବରେ ମଧ୍ୟ ଅନୁଭବ କରାଯାଇପାରିବ ନାହିଁ। ତେଣୁ କର୍ମେନ୍ଦ୍ରିୟ ହେଉ ବା ଜ୍ଞାନେନ୍ଦ୍ରିୟ ହେଉ, କୌଣସି ପ୍ରକାର ତାଙ୍କୁ ଅନୁଭବ କରାଯାଇପାରିବ ନାହିଁ। ଆମ ଶରୀରର ଯେଉଁ ଜ୍ଞାନେନ୍ଦ୍ରିୟ ଅଛି ତାହା କେବଳ ବିଷୟ ଗ୍ରାହ୍ୟ, ଅର୍ଥାତ୍ ସେ ବିଷୟକୁ କେବଳ ଗ୍ରହଣ କରେ, ସେ କୌଣସି ପ୍ରକାର ଆମର ବ୍ରହ୍ମ ବା ଆତ୍ମା ବିଷୟକୁ ବା ଆତ୍ମଜ୍ଞାନକୁ ସେ କେବେ ହେଲେ ଧାରଣ ବା ଗ୍ରହଣ କରିପାରେ ନାହିଁ। ସେଇଥିପାଇଁ ବେଦ ଜ୍ଞାନ ଭଗବାନଙ୍କ ଠାରୁ ନିଃସୃତ ହୋଇଛି। ଭଗବାନ ବେଦ ମାଧ୍ୟମରେ ସେ ପ୍ରକାଶ କରୁଛନ୍ତି ଯେ ତାଙ୍କର ସ୍ଥିତିକୁ, ଯେ ପ୍ରତି ସମସ୍ତ ପଦାର୍ଥର ଯେଉଁ ବାହ୍ୟ ଭାବରେ ତୁମେ ଯାହାକୁ ଦର୍ଶନ କରୁଛ ବା ବାହ୍ୟରେ ଯାହାକୁ ତୁମେ ଅବଲୋକନ କରୁଛ, ସେ ଜଳ, ସ୍ଥଳ, ବନ, ଗିରି, ଆକାଶ ଆଦି ବା ସମସ୍ତ ପ୍ରାଣୀ ଜଗତମାନଙ୍କୁ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦି ଅନ୍ତରିକ୍ଷରେ ଯାହା କିଛି ସମ୍ଭବ ହେଇଛି, ଯାହାକୁ ତୁମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଅବଲୋକନ କରୁଛ ବା ଗ୍ରହଣ କରୁଛ ବା ଦେଖୁଛ, ଜାଣୁଛ, ଏ ସମସ୍ତ ହେଉଛି ମୋର ମାୟା ପ୍ରପଞ୍ଚ ବାହ୍ୟ ଜଗତ। ଏହାର ଅନ୍ତର୍ନିହିତ ଭାବରେ ମୁଁ ଆତ୍ମତତ୍ତ୍ୱ ଭାବରେ ବା ବ୍ରହ୍ମ ଭାବରେ ମୁଁ ସର୍ବତ୍ର ବିଦ୍ୟମାନ, ସମସ୍ତ ଅନ୍ତରସ୍ଥ। ମୁଖ୍ୟ ପ୍ରସଙ୍ଗଟି ହେଉଛି ଯେ ସେ ଆତ୍ମା ବା ବ୍ରହ୍ମ ସବୁଠାରେ ଥିବାରୁ ସମସ୍ତେ ଚଳଚଞ୍ଚଳ ବା ଗତିଶୀଳ। ଯଦି ସେ ଆତ୍ମଚେତନ ନଥାନ୍ତା ବା ଆତ୍ମଚୈତନ୍ୟ ନଥାନ୍ତେ ବା ବ୍ରହ୍ମ ଚୈତନ୍ୟ ନଥାନ୍ତେ, ତାହେଲେ ଏ ସୃଷ୍ଟିଟି କେବଳ ସ୍ଥିର ଭାବରେ ଥାନ୍ତା, ଜଡ଼ବତ୍। ଯେଭଳି ଭାବରେ ଗୋଟିଏ ପଥର ଖଣ୍ଡେ ଜଡ଼ ହୋଇଥିବାରୁ ବା ଶୁଷ୍କ କାଷ୍ଠ ଖଣ୍ଡେ ସେ ଜଡ଼ ହୋଇଥିବାରୁ ସେ ଯେଭଳି ଭାବରେ କେବଳ ଗୋଟିଏ ଜାଗାରେ ସ୍ଥିର ଭାବରେ ପଡ଼ିଥାନ୍ତି, ସେ କୌଣସି ଚଳଶକ୍ତି ହୋଇପାରନ୍ତି ନାହିଁ ବା ଚଳତମାନ ହୋଇପାରନ୍ତି ନାହିଁ, ବା ତାଙ୍କର କୌଣସି ପ୍ରକାର ବାକ୍ୟ ଦ୍ୱାରା ବାକ୍ୟ ସ୍ଫୁରିତ ହୁଏ ନାହିଁ, ତାଙ୍କଠାରେ ଶ୍ରବଣ ଇନ୍ଦ୍ରିୟ ନାହିଁ ଏବଂ ସେ କୌଣସି ପ୍ରକାର କଥାକୁ ଗ୍ରହଣ କରିପାରନ୍ତି ନାହିଁ ବା କାହା ଦ୍ୱାରା ଗ୍ରହଣୀୟ ହୋଇପାରନ୍ତି ନାହିଁ। ଠିକ୍ ସେହିଭଳି ଭାବରେ ଯଦି ଆତ୍ମଚୈତନ୍ୟ ବା ବ୍ରହ୍ମ ଚୈତନ୍ୟ ଏ ବିଶ୍ୱ ବ୍ରହ୍ମାଣ୍ଡରେ ବ୍ୟାପ୍ତ ନଥାନ୍ତେ ବା ସମସ୍ତଙ୍କଠାରେ ଅନ୍ତର୍ନିହିତ ଭାବରେ ବିଦ୍ୟମାନ ନଥାନ୍ତେ, ତାହେଲେ ସୂର୍ଯ୍ୟ ସ୍ଥିର ଥାନ୍ତେ, ପୃଥିବୀ ବି ସ୍ଥିର ଥାନ୍ତେ, ପ୍ରତ୍ୟେକ ଗ୍ରହ ସ୍ଥିର ଥାନ୍ତେ, ଗୋଟିଏ ଗଛଟିଏ ସେ ବୃଦ୍ଧିପ୍ରାପ୍ତ ହୋଇ ସେଥିରେ ଫୁଲଟିଏ ପ୍ରସ୍ଫୁଟିତ ହେଉନଥାନ୍ତା, ସେଥିରେ ସୁଗନ୍ଧ ଆସୁନଥାନ୍ତା, ମନୁଷ୍ୟଟିଏ ଜନ୍ମ ହୁଅନ୍ତା ନାହିଁ, ସୃଷ୍ଟିର କୌଣସି କଥା ସମ୍ଭବ ହୁଅନ୍ତା ନାହିଁ। କେବଳ ତାଙ୍କରି ପାଇଁ ସବୁକିଛି ସମ୍ଭବ ହୋଇଥିବାରୁ ସେ ହେଉଛନ୍ତି ପ୍ରକୃତ ଜ୍ଞେୟ ପଦାର୍ଥ। ସମସ୍ତଙ୍କର ଜାଣିବାର ବିଷୟବସ୍ତୁ ହେଉଛି ପ୍ରକୃତ ସେଇ ବ୍ରହ୍ମତତ୍ତ୍ୱ ବା ଆତ୍ମତତ୍ତ୍ୱ। ଯଦି ଆମ ଭିତରେ ବ୍ରହ୍ମଜ୍ଞାନ ନାହିଁ ବା ଆତ୍ମଜ୍ଞାନ ନାହିଁ, ଆମେ କେବଳ ଜଡ଼ ସର୍ବସ୍ୱ ଭାବରେ ଏଇ ଜଡ଼ ପ୍ରପଞ୍ଚ ବିଷୟବସ୍ତୁକୁ କେବଳ ଆମେମାନେ
ଜାଣୁଛେ ଦେଖୁଛେ ବୁଝୁଛେ ସେଇ ବିଷୟରେ ଆମେ ଜ୍ଞାନ ଆହରଣ କରିଛେ ତାହେଲେ ଆମକୁ ଅଜ୍ଞାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଆମେ ପ୍ରକୃତ ଜ୍ଞାନ ଆମେ ବୁଝେ ପଦାର୍ଥ କିଭଳି ଭାବରେ ଚଳତମାନ ହେଉଛି, ଇଏ ଶକ୍ତି କେଉଁଠାରୁ ଆସୁଛି, ଇଏ ଶକ୍ତିମାନ କିଏ ଏବଂ ଏଇ ଶକ୍ତିମାନଙ୍କ ଠାରୁ କେଉଁଠୁ ଶକ୍ତି ଆସୁଛି ଏବଂ କାହାର ନିର୍ଦ୍ଦେଶରେ ଗୋଟିଏ ଶୃଙ୍ଖଳିତ ଭାବରେ ସୃଷ୍ଟିଟି ନିର୍ବାହ ହେଉଛି। ସୂର୍ଯ୍ୟ ଯଥା ସମୟରେ ଉଦୟ ହେବା, ସୂର୍ଯ୍ୟ ଯଥା ସମୟରେ ଅସ୍ତ ଯିବା, ଦିବା ରାତି ହେବା ଏବଂ ଦକ୍ଷିଣାୟନ 6 ମାସ, ଉତ୍ତରାୟଣ 6 ମାସ ଏବଂ ପ୍ରତ୍ୟେକ ଋତୁର ପରିବର୍ତ୍ତନ ହେବା, ପ୍ରତ୍ୟେକ ଋତୁରେ ଋତୁକାଳୀନ ସେଇ ଫଳ ପୁଷ୍ପମାନ ଆସିବା ବା ସେଇ ସବୁ ଫଳ ପୁଷ୍ପର ସମ୍ଭାର ନେଇ ଋତୁମାନେ ଆସିବା ଏବଂ ମନୁଷ୍ୟର କ୍ଷୟ ହେବା, ବୃଦ୍ଧି ହେବା, ଜନ୍ମ ହେବା, ପୁନଃ ମୃତ୍ୟୁ ହେବା, ପୁନଃ ଜନ୍ମ ହେବା ଏବଂ ଏ ସୃଷ୍ଟିରେ ଯାହା କିଛି ଆମେ ଦେଖୁଛେ ନିୟମ ଅନୁସାରେ ଚାଲିଛି ତାହା ବଦଳୁ ନାହିଁ। ଚନ୍ଦ୍ରଙ୍କର ଉଦୟ ହେବା, ଚନ୍ଦ୍ରଙ୍କର ଅସ୍ତ ହେବା, ଚନ୍ଦ୍ରଙ୍କର ଗୋଟିଏ ପକ୍ଷ ଅନ୍ଧକାର ହେବା ବା କ୍ଷୟ ହେବା, ଆଉ ଗୋଟିଏ ପାଖ ଚନ୍ଦ୍ର ଆଲୋକିତ ହେବା ଏବଂ ଚନ୍ଦ୍ରଙ୍କ ଠାରୁ ଶୀତଳତା ଆସିବା ଠାରୁ ଆରମ୍ଭ କରି ଏଠି ଆପଣ ଦେଖିବେ ଯାହା କିଛି ଏଠି ସବୁ ଚାଲିଛି କ୍ରିୟାଶୀଳ ଭାବରେ କିଭଳି ସମ୍ଭବ ହୋଇଛି। ଯଦି ଆତ୍ମଚୈତନ୍ୟ ନଥାନ୍ତେ ବା ଯଦି ସେଠାରେ ବା ବ୍ରହ୍ମଙ୍କର ଅବସ୍ଥିତି ନଥାନ୍ତା ତାହେଲେ ସମସ୍ତେ କେବଳ ଯେମିତି ଜଣେ ଭାବୁକ ଚିତ୍ରକାର ଗୋଟିଏ ସୁନ୍ଦର ଚିତ୍ରଟିଏ ସେ ଆଙ୍କୁଛି, ସେଥିରେ ସୂର୍ଯ୍ୟ ଉଦୟ କରିଛନ୍ତି, ବୃକ୍ଷମାନେ ଅଛନ୍ତି, ଘରମାନେ ଅଛନ୍ତି, ନଦୀ ବହମାନେ ହେଉଛନ୍ତି, ସୁନ୍ଦର ଫୁଲ ଫୁଟିଛି, କିନ୍ତୁ ଚିତ୍ରରେ କ'ଣ ହେଉଛି? ସେ ଗଛ ହଲୁନି, ସେ ଫୁଲରୁ ବାସ୍ନା ଆସୁନି, ସୂର୍ଯ୍ୟ ଯେଉଁଠାରେ ଉଦୟ ହୋଇକି ଅଛନ୍ତି ସେମିତି ରହିଛନ୍ତି, ସେ ଅସ୍ତ ଯାଉନାହାନ୍ତି ଏବଂ ସେ ଯାହା କିଛି ଅଛି ସବୁ ଚିତ୍ରରେ ସ୍ଥିର ଭଳି ଏ ସୃଷ୍ଟିଟି କେବଳ ସ୍ଥିର ଥାନ୍ତା, ଚଳତ ଶକ୍ତିମାନ ହୋଇପାରି ନଥାନ୍ତା। ସୃଷ୍ଟିଟି ଯଦି ଆଜି ଚଳପ୍ରଚଳ ହେଉଛି, ପୃଥିବୀ ଘୁରୁଛନ୍ତି, ସୂର୍ଯ୍ୟ ମଧ୍ୟ ସେ ମଧ୍ୟ ତାଙ୍କର କକ୍ଷରେ ସେ ମଧ୍ୟ ଘୂର୍ଣ୍ଣାୟନମାନ ଅବସ୍ଥାରେ ଅଛନ୍ତି, ସେ ନିଜେ ଘୁରୁଛନ୍ତି ଏବଂ ପୃଥିବୀ ମଧ୍ୟ ଘୂର୍ଣ୍ଣାୟନ, ସମସ୍ତ ଗ୍ରହ ନକ୍ଷତ୍ର ଚଳତ ଶକ୍ତି ହେଉଛନ୍ତି। ଫୁଲଟିଏ ଫୁଟୁଛି, ତାର ଗନ୍ଧ ଆସୁଛି, ଗଛଟିଏ ଛୋଟରୁ ଅଙ୍କୁରୋଦ୍ଗମ ହେଉଛି ଏବଂ ବୀଜ ଆକାରରୁ ଅଙ୍କୁରିତ ହୋଇ ସେ ପୁଣି ବୃଦ୍ଧିପ୍ରାପ୍ତ ହେଉଛି, ସେଥିରେ ଫଳ ଫୁଲର ସମ୍ଭାର ଆସୁଛି। ଏଇ ଋତୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ସାଧାରଣ ପ୍ରାଣୀ ବା ଜୀବଜଗତ ଯେଉଁ ତାଙ୍କର କ୍ଷୟ ବୃଦ୍ଧି, ଜନ୍ମ ମୃତ୍ୟୁ ଏବଂ ସେମାନଙ୍କ ଭିତରେ ବୌଦ୍ଧିକ ବିକାଶ ହେବା ଏବଂ ସେମାନଙ୍କ ଭିତରେ ନୃତ୍ୟ, ଗୀତ, ସଙ୍ଗୀତ ଏବଂ ସେମାନଙ୍କ ଭିତରେ ଜ୍ଞାନ ଲାଭ କରିବା ଏବଂ ବିଭିନ୍ନ ଉପାଧି ଧାରଣ କରିବା, ଏ ସମସ୍ତ ସମ୍ଭବ କେବଳ ତାର ଅନ୍ତର୍ନିହିତ ଭାବରେ ସେଠାରେ ଆତ୍ମଚୈତନ୍ୟ ବିଦ୍ୟମାନ ଥିବାରୁ ଏହା କେବଳ ସମ୍ଭବ ହୋଇପାରୁଛି। ସେଇ ଆତ୍ମଚୈତନ୍ୟ ସମସ୍ତ କଥା ନିର୍ବାହ କରୁଥିଲେ ମଧ୍ୟ, ତାଙ୍କ ପାଇଁ ସମସ୍ତ ସରସ ସୁନ୍ଦର ହୋଇଥିଲେ ମଧ୍ୟ ତାହା କୌଣସି ଇନ୍ଦ୍ରିୟ ଦ୍ୱାରା ଗ୍ରହଣୀୟ ହେଉନଥିବାରୁ ସର୍ବେନ୍ଦ୍ରିୟ ଗୁଣାଭାସଂ ସର୍ବେନ୍ଦ୍ରିୟ ବିବର୍ଜିତଂ, ସମସ୍ତ ଇନ୍ଦ୍ରିୟମାନଙ୍କର ଗୁଣର ଆଭାସ କହୁଛନ୍ତି ସେ ତାଙ୍କର ଶକ୍ତି ଦ୍ୱାରା ବା ତାଙ୍କ ଦ୍ୱାରା ସମସ୍ତ ଇନ୍ଦ୍ରିୟମାନେ ପରିଚାଳିତ ହେଉଥିଲେ ମଧ୍ୟ ତାଙ୍କ ନିଜର କୌଣସି ଶରୀର ବା ଇନ୍ଦ୍ରିୟ ନଥିବାରୁ ତାହା ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନାହାନ୍ତି। କିନ୍ତୁ ପ୍ରକୃତରେ ମୁଖ୍ୟ ପ୍ରସଙ୍ଗ ହେଉଛନ୍ତି ସେଇ, ଯଦି ପ୍ରକୃତରେ ସେ ବ୍ରହ୍ମ ଚୈତନ୍ୟ ସ୍ଥିର ହୋଇଯିବେ ବା ଆତ୍ମଚୈତନ୍ୟ ଯଦି ସ୍ଥିର ରହିବେ, କ୍ରିୟାଶୀଳ ହେବେ ନାହିଁ କୌଣସି ପଦାର୍ଥରେ ବା କୌଣସି ପଦାର୍ଥକୁ ବା ବିଷୟବସ୍ତୁକୁ ସେ କ୍ରିୟାଶୀଳ କରେଇବେ ନାହିଁ, ତାହେଲେ ସବୁ ତ ସ୍ଥିର ହୋଇଯିବ ନା। ତେଣୁ ତାଙ୍କରି ବିଷୟରେ ଆମେ କିଭଳି ଭାବରେ ଜ୍ଞାନ ପ୍ରାପ୍ତ ହେବା, ତାହା ହେଉଛି ସେଇ ଯେଉଁ ଜ୍ଞାନ, ତାହା ହେଉଛି ଶ୍ରେଷ୍ଠ ଜ୍ଞାନ। ବିଷୟ ଜ୍ଞାନ ବା ବହିର୍ମୁଖ ଜ୍ଞାନ ହେଉଛି ଅତ୍ୟନ୍ତ ନିକୃଷ୍ଟ ଜ୍ଞାନ ଏବଂ ଏଇ ଯେଉଁ ନିକୃଷ୍ଟ ଜ୍ଞାନରୁ ଯେଉଁ ସୁଖ ମିଳେ ତାହା ମଧ୍ୟ ହେଉଛି ଅତ୍ୟନ୍ତ ନିକୃଷ୍ଟ, ଦୁଃଖ ଅଧିକ ମିଳେ। ତେଣୁ ପ୍ରକୃତ ଯଦି ସୁଖକୁ ଆମେ ପାଇବାକୁ ଚାହୁଁଛେ ତାହେଲେ ସମୁଚୀନ ଜ୍ଞାନ ହିସାବରେ, ସମ୍ୟକ ଜ୍ଞାନ ହିସାବରେ ଆମକୁ ବ୍ରହ୍ମଜ୍ଞାନ ବା ଆତ୍ମଜ୍ଞାନକୁ ପ୍ରାପ୍ତ ହେବାକୁ ପଡ଼ିବ। ସେହି ଆତ୍ମଜ୍ଞାନକୁ ପ୍ରାପ୍ତ କରାଇବା ପାଇଁ ସେଇ ଭଗବାନ ନିଜେ ପ୍ରୟାସ କରିଛନ୍ତି ବେଦ ରୂପକ ଜ୍ଞାନ, ଅର୍ଥାତ୍ ସେ ଜ୍ଞାନ ଭଗବାନଙ୍କୁ କୁହାଯାଏ ତତ୍ର ନିରତିଶୟ ସର୍ବଜ୍ଞ ବୀଜମ୍। ସେ ହେଉଛନ୍ତି ନିରତିଶୟ ସର୍ବଜ୍ଞ ଅର୍ଥାତ୍ ସମସ୍ତଙ୍କ ଠାରୁ ଜ୍ଞାନୀ ଏବଂ ପ୍ରତ୍ୟେକ ପଦାର୍ଥ ବିଷୟରେ ତାଙ୍କର ଜ୍ଞାନ ଅଛି। ଆମେ ସାଧାରଣ ମନୁଷ୍ୟ ଅନେକ ଜ୍ଞାନ ଲାଭ କରିଛେ, କିନ୍ତୁ ତାହାର ସୀମା ଅଛି, ତାହା ଅସୀମ ନୁହେଁ। ସେ ଜ୍ଞାନର ଅବଧି ଭିତରେ ଆମେ କୌଣସି ଏକ ବିଷୟରେ ଜ୍ଞାନ ଲାଭ କରିଛେ, ଆଉ ଗୋଟେ ବିଷୟ କଥା ଜାଣିନାହାନ୍ତି। ଅନେକ ଅନନ୍ତ କୋଟି ଗ୍ରହ ନକ୍ଷତ୍ର ଥିବା ସ୍ଥଳେ ଆମେ ସେ ଗ୍ରହ ନକ୍ଷତ୍ରକୁ ସମ୍ପୂର୍ଣ୍ଣ ଆମେ ଜ୍ଞାତ ନୁହନ୍ତି।
आमे समुद्र भितर गर्भरे जल मध्य थिबा कौन कौन पदार्थ से ज्ञान आम पाखे ना। तेणु आमर ज्ञान हूँ अत्यंत सीमित। से जो व्याप्त भाव जो ज्ञान प्रत्येक विषय ताहा केवल हूँ से भगवान पाखरे बा परम ब्रह्म परमात्मा ठारे अवस्थित अच्छी। तेणु तत्र निरतिशय सर्वज्ञ बीजम से होउछन्ति सबुठारु सर्वज्ञ बा ज्ञानी होइथिबारु समस्त ज्ञान को से प्रेरित करुछन्ति आम मानक पाखकु। तेणु तांको ठारु समस्त ज्ञान आसुथिबारु एवं से जो ज्ञान गुड़िक शास्त्र द्वारा निबंधित हो रही बा शास्त्र आकार ताकू साइतिक रखा जाइछि आम मानक पई लिपिबद्ध करी रखा जाइछि बा शास्त्र मध्यरे ताकू अनुबंधित करा जाइछि आम मानक पई। आमे माने ताकू श्रवण करी ताकू जानी बुझी अवलोकन होई आमे से ब्रह्मक विषय बा आत्मतत्व विषय केमती प्राप्त होबा से ज्ञान गुड़िक शास्त्र थिबा सहित आमे जीवन को किभली भाव में श्रृंखलित करि परिबा। शास्त्रीय विहित कर्म अर्थात वेद विहित कर्म अनुसार आमर खाद्य पेय चाली चलन आहार निद्रा मैथुन आदि प्रत्येक किभली भाव श्रृंखलित जीवन में हो पारिबो एवं से श्रृंखलित जीवन भितर आमर किभली भाव में बौद्धिक विकास हेबो ज्ञानर विकास हेबो एवं आमर विवेकर किभली भाव में जागृत हेबो एवं आमे से बुद्धि विवेक को जागृत करी तारी माध्यम जहाँ समुचीन ज्ञान बा जहाँ आत्मज्ञान ब्रह्म ज्ञान आमे केमती ताको प्राप्त होई आम जीवन को आमे सार्थक करिबा बा इह काल रे आम जीवन को श्रृंखलित सुख समृद्ध करने सहित अंत काल रे किभली आमको भगवत प्राप्ति हे अर्थात आमे ब्रह्म को जानी ब्रह्म को प्राप्त होबा। यही जो विषय गुड़िक समस्त कथा शास्त्र द्वारा लिपिबद्ध अच्छी बा शास्त्र मानकरे अच्छी। ये शास्त्र मानक मध्य मूल बा मौलिक शास्त्र होउछि वेद। वेद समस्तंकर मूल होइथिबारु वेद मूल सनातन बोली कहा जाइछि अर्थात ये सनातन धर्म रे समस्त मौलिक तथ्य ये वेद ही लिपिबद्ध अच्छी बा वेद माध्यम रे भगवान प्रकाशित करिछथि से ज्ञान गुड़ी को। तेणु समस्तंक पक्षरे अर्थात तदुक्तं वेदवादेषु गहनं वेद तत्व भी वेददर्शी भी अर्थात यही वेद मध्य वेद तत्वदर्शी माने मध्य वेद विषय अज्ञ कारण वेद भगवान ठारू आसुथिबारु भगवत ज्ञान होइथिबारु जे पर्यंत भगवान कृपा हेइनी बा सेभली भाव आमर ज्ञान मार्जित हेइनी बा आमे माने विषमुखी बा विषमुख अवस्था रही आमे जदि वेद को सही भाव ग्रहण करूथाउ ताहले ताहार असल ज्ञान को प्राप्त हो पारिबा नाही। तेणु सेठी वेद तत्वदर्शी मानक मध्य वेद होची अत्यंत गोपनीय अत्यंत गहन। वेदांतेषु पुनः व्यक्तं कर्मयोगे न लक्ष्यते अर्थात कर्मयोग द्वारा बा कौनसी ज्ञान द्वारा वेद को जानी हब नाही वेद ज्ञान द्वारा ही वेद को बुझी हब एवं भगवान को कृपा द्वारा से निजे ही वेद को प्रकाशित करिथारु से निजे आम पाखरे ताहा प्रकाशित करिवे बा से निजे तांकरी ज्ञान बा तांको पाखरे जदि आमे निजे निजको समर्पण करि परिबा ताले से जो वेदर जो रहस्य ताहा आम पाखरे फुटी उठिबो। सेथिपई कहा जाइथिला जे पूर्व समय पूर्व काल रे जेतले बादारायण व्यास आसीचंती आमर एठी संसार को व्यासदेव सर्वप्रथमे जो वेद भगवान ठार आसी ताको सरलीकृत करी किभली भाव में आमे से वेद को प्राप्त हो पारिबा से ज्ञान को से प्रदान करिसंती। तेणु व्यासाय विष्णु रूपाय व्यास रूपाय विष्णु व्यास होचंती विष्णुंकर एक अवतार से व्यासंकर जो अवतार से व्यास ही होचंती आम मानकर वेदर परवर्ती अवस्था आम पाखे उपस्थापन करिसंती। आमे से विषय आलोचना करिबा। बर्तमान आम मानकर समय सरी जाइछि। आज पई सत्संग आमे एठी विश्राम देबा सत्संग को एवं परवर्ती कार्यक्रम को आगामी अध्याय आरंभ करिबा। आपण मानकर जीवन कुशल हेउ मंगल हेउ आपण माने समस्तंक भितरे मनुष्यतर प्रकाश हो आपण भगवान हुंतु ब्रह्म को प्राप्त होई ब्रह्म हुंतु एवं जीवन मुक्त हुंतु यही कामना करी आज अध्याय को विश्राम देउछु। ओम शांति ओम शांति ओम शांति।